ଆଜିର ଭିଡ଼ିଓରେ ଆଜିର ଅନୁଚିନ୍ତା ସାଧୁବାଣୀ ଭାଗ 6 ଏଥିରେ 20ଟି ଟିପ୍ସ ରହିଛି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। 1 ନମ୍ବର, ନିଜର ଠାକୁର ଘରେ ପ୍ରତ୍ୟେକ ଦିନ ସକାଳେ କିମ୍ବା ସନ୍ଧ୍ୟାରେ ଝୁଣା ଧୂପ ଦିଅନ୍ତୁ ଅଥବା କର୍ପୂର ଆଳତି କରନ୍ତୁ। ଏହା କରିବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ। 2 ନମ୍ବର, ଖାଦ୍ୟ ଖାଇବା ବେଳେ ଲୁଣ କେବେ ବି ଭୁଇଁରେ ପକାଇବେ ନାହିଁ କିମ୍ବା ହାତରେ ଲାଗିଥିବା ଲୁଣକୁ କେବେ ନିଜ ବସ୍ତ୍ରରେ ପୋଛିବେ ନାହିଁ। 3 ନମ୍ବର, ସକାଳୁ ଉଠିବା ପରେ ବିଛଣାକୁ ଅସଜଡ଼ା ରଖିଲେ ଶନି ଓ ରାହୁଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ। 4 ନମ୍ବର, ଟିକେ ଟିକେ କଥାରେ ଚିଡ଼ିଚିଡ଼ା ଲାଗୁଥିଲେ ଦିନରେ 5 ଥର ଗୋଡ଼କୁ ଧୋଇଲେ ତାହା କମ୍ ହୋଇଥାଏ। 5 ନମ୍ବର, ଘରକୁ ଫେରିବା ସମୟରେ କିଛି ନା କିଛି ସାମଗ୍ରୀ ନେଇକି ଆସନ୍ତୁ। ଏହାଦ୍ୱାରା ମଙ୍ଗଳଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ବାହାରକୁ ଯାଇଛେ, ଘରକୁ ଯାହା ହେଲେ ବି ଗୋଟିଏ ପ୍ରକାର ହେଉ କି 2 ପ୍ରକାର ହେଉ, ଯାହା ହେଉ କିଛି ସାମଗ୍ରୀ ଆଣିବା କଥା। ଯଦି କିଛି ଆଣିବାର ନାହିଁ, କିଛି ଖାଇବା ଜିନିଷ ଆଣିଲେ ବି ଚଳିବ। ଏହା କରିବା ଦ୍ୱାରା ମଙ୍ଗଳଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। 6 ନମ୍ବର, ଧଳା ରଙ୍ଗର ଠିଆ ହୋଇଥିବା ଗଣେଶ ମୂର୍ତ୍ତି ଘରର ପୂର୍ବ ଦିଗରେ ରଖି ତାଙ୍କ ଆଗରେ କିଛି ଅରୁଆ ଚାଉଳ ରଖିଲେ ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର ହୋଇଥାଏ। 7 ନମ୍ବର, କେବେ ଅଇଁଠା ଛାଡ଼ନ୍ତୁ ନାହିଁ କିମ୍ବା ଅଇଁଠାକୁ ସାଇତି ରଖନ୍ତୁ ନାହିଁ। ଏହା କଲେ ଲକ୍ଷ୍ମୀଙ୍କର ଦୟା ମିଳିବ ନାହିଁ। ଯେତିକି ଖାଇବା ସେତିକି ଆଣନ୍ତୁ, କିନ୍ତୁ ଅଇଁଠା କରିକି ସାଇତିକି ରଖିବା ଉଚିତ ନୁହଁ। ଯଦି ଖାଇସାରିଲା ପରେ ବଳିଲା ତାକୁ ପକାଇ ଦିଅନ୍ତୁ ବା ଯାହା କରନ୍ତୁ, କିନ୍ତୁ ସାଇତିକି ରଖିବା ଉଚିତ ନୁହେଁ। ଏହା କଲେ ଲକ୍ଷ୍ମୀ କ୍ରୋଧ ହୋଇଥାନ୍ତି ଆଉ ତାଙ୍କର ଦୟା ମିଳିନଥାଏ। 8 ନମ୍ବର, କୌଣସି ମନ୍ଦିରରେ ନଡ଼ିଆ ସମର୍ପଣ ବେଳେ, ନଡ଼ିଆ ବାଡ଼େଇବା ବେଳେ ଯଦି ନଡ଼ିଆଟି ନଷ୍ଟ ହୋଇଯାଇଥାଏ, ପଚି ଯାଇଥାଏ, ତେବେ ଆଉ ଏକ ନଡ଼ିଆ ପରିବର୍ତ୍ତେ ଗୋଟିଏ ଗୁଆକୁ ନିଜ ମୁଣ୍ଡରେ ଲଗାଇ ଭଗବାନଙ୍କ ପାଖରେ ସମର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଦୋଷ କଟିଯାଏ। ଏଇଠି ମନ୍ଦିରରେ ନଡ଼ିଆ ବାଡ଼େଇଲା ବେଳେ ଯଦି ପଚା ପଡ଼ିଥାଏ, କେହି କହନ୍ତି ନାହିଁ ଭଲ ଶୁଭ ବେଳା ଅଛି। ନାହିଁ, ସେଇଟା ମନ ବୁଝିବା ପାଇଁ କୁହାଯାଇଥାଏ। ପଚା ପଡ଼ିଲେ ତ ଖରାପ, କୌଣସି ଖରାପ ଦୃଷ୍ଟିରୁ, ଖରାପ କାରଣରୁ ପଚା ପଡ଼ିଥାଏ। ତେଣୁ ଏହି ଦୋଷକୁ କାଟିବା ପାଇଁ ଆମେ ଆଉ ଗୋଟେ ନଡ଼ିଆ ପରିବର୍ତ୍ତେ ଗୁଆଟିଏ ନିଜ ମୁଣ୍ଡରେ ଲଗାଇ ଭଗବାନଙ୍କୁ ସମର୍ପଣ କଲେ ଦୋଷଟି କଟିଯାଇଥାଏ। 9 ନମ୍ବର, ଘରର ବିମ୍ ତଳେ ବସନ୍ତୁ ନାହିଁ କିମ୍ବା ଖଟ ପକାଇ ଶୁଅନ୍ତୁ ନାହିଁ। ବାଥରୁମର କବାଟ ସବୁବେଳେ ବନ୍ଦ ରଖିଲେ ମଙ୍ଗଳ ହୋଇଥାଏ। 10 ନମ୍ବର, ଶୋଇବା ବେଳେ ମୁଣ୍ଡ ପାଖରେ ଘଣ୍ଟା ରଖନ୍ତୁ ନାହିଁ ଏବଂ ଶୋଇବା ବେଳେ ଗୋଡ଼ ଘରର ମୁଖ୍ୟ ଦ୍ୱାର ପଟକୁ ରଖନ୍ତୁ ନାହିଁ। ମୁଣ୍ଡ ପାଖରେ ଘଣ୍ଟା ରଖନ୍ତୁ ନାହିଁ, ମୁଣ୍ଡ ପାଖରେ ଘରର ଚାବିକାଠି ରଖନ୍ତୁ ନାହିଁ, ଆଉ ମୁଣ୍ଡ ପାଖରେ ମୋବାଇଲ ରଖିବା କଥା ନୁହେଁ। ମୁଣ୍ଡଠାରୁ 3 ହାତ ଦୂରରେ ରହିଲେ ଚଳିବ। 11 ନମ୍ବର, ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘର କାନ୍ଥରେ ଝିଟିପିଟି ଦେଖିଲେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭ ଫଳ ମିଳିଥାଏ। 12 ନମ୍ବର, ସକାଳୁ ଉଠିବା ପରେ ଅଧୁଆ ମୁହଁରେ, ମୁହଁ ଧୁଆ ହୋଇନଥିବ, ଗୋଟେ ଗ୍ଲାସ ପାଣି ପିଇବା ଉଚିତ। ଗୋଟେ ଗ୍ଲାସ ପାଣି ପିଇଲେ ପେଟ ସମସ୍ୟା କିଛି ରହିନଥାଏ। 13 ନମ୍ବର, ଦିନ ସମୟରେ ଅଧିକା ସମୟ ମୌନ ରହିବା ଉଚିତ। 14 ନମ୍ବର, ଦେବ କାର୍ଯ୍ୟରେ ପୁରୁଷମାନେ ନଡ଼ିଆ ଭାଙ୍ଗିବା ବା ନଡ଼ିଆ ବାଡ଼େଇବା ଉଚିତ।
15 ନମ୍ବର, ଭୂମି ଉପରେ ଆସନ ପାରି ବସିକି ଖାଇଲେ ମଙ୍ଗଳ ହୋଇଥାଏ। ବିନା ଆସନରେ ବସିକି ଖାଇବା ଅନୁଚିତ। 16 ନମ୍ବର, ଆପଣଙ୍କ ଦୋକାନର ମୁଖ୍ୟ ଦ୍ୱାର ମୁହଁରେ ଗୋଟିଏ ନାଲି କିମ୍ବା ହଳଦିଆ ରଙ୍ଗର ସ୍ୱାସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହା ଅନେକ ଶୁଭ ଫଳ ପ୍ରଦାନ କରିଥାଏ। 17 ନମ୍ବର, ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ପରେ ସ୍ନାନ କରିବା ଉଚିତ। 18 ନମ୍ବର, ଅଗ୍ନିକୋଣରେ ଘର କରନ୍ତୁ ନାହିଁ ଏବଂ ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ। ଯେତେବେଳେ ବାହାରକୁ ଯାଉଛେ ଏରୁଣ୍ଡି ବନ୍ଧରେ ପାଦ ଦେଇକରି ଯିବା କଥା ନୁହେଁ ଏବଂ ଏରୁଣ୍ଡି ବନ୍ଧରେ କେତେବେଳେ ବି ବସିବା ଉଚିତ ନୁହେଁ। 19 ନମ୍ବର, ପୋଡ଼ି ଯାଇଥିବା ବସ୍ତ୍ର ପିନ୍ଧିବା ଉଚିତ ନୁହଁ। ଯେଉଁ ବସ୍ତ୍ର ପୋଡ଼ି ଯାଇଥାଏ, ଜଣେ ଜଣେ ଲୋକ ବିଡ଼ି ସିଗାରେଟ୍ ଖାଆନ୍ତି, ସେଥିରୁ ଟିକିଏ ନିଆଁ ପଡ଼ିକରି ପୋଡ଼ି ଯାଇଥାଏ। ସେମାନେ କେହି କହନ୍ତି ଯେ ଟିକିଏ ନାକୁ ପୋଡ଼ିଯାଇଛି ତ, ନା ଅଳ୍ପ ଟିକିଏ ପୋଡ଼ିଯାଇଥିଲେ ବି ମଧ୍ୟ ସେ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। 20 ନମ୍ବର, କାଚ ପାତ୍ରରେ ଲୁଣ ସହିତ ଲବଙ୍ଗ ମିଶାଇ ରଖିଲେ ଶୁଭ ଫଳ ମିଳିଥାଏ। ଲୁଣଟା ରଖାଯାଏ କେବଳ କାଚ ପାତ୍ରରେ, ଆଉ ସେଥିରେ 2-3ଟା ଲବଙ୍ଗ ପକାଇ ରଖିଲେ ଶୁଭ ଫଳ ମିଳିଥାଏ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ପରବର୍ତ୍ତୀ ସମୟରେ ଏହି ସାଧୁବାଣୀର ପାର୍ଟ 7 ଅପଲୋଡ଼ କରାଯିବ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।